ମୁଁ ସୁଶାନ୍ତ ମୁଁ ଆପଣଙ୍କୁ ଦେଖାଉଛି ଆଜି ଭୁବନେଶ୍ୱର ଉପକଣ୍ଠ ଯେଉଁ ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର କିଛି କବି ଏବଂ କବିତାକୁ ନେଇକି ଆଜି ଯେଉଁ ପରିବେଶ ଯାହା ଯୁଗେ ଯୁଗେ ପରିବର୍ତ୍ତନ ହିଁ ଆସିଛି କିଛି କବିମାନଙ୍କ ପାଇଁ ଏବଂ କିଛି କବିତା ପାଇଁ ମୁଁ ଆପଣଙ୍କୁ ଦେଖାଉଛି ସେହି ଆଧୁନିକ ଯୁଗରେ ମଧ୍ୟ କିଛି କବି ଅଛନ୍ତି ଯିଏକି ତାଙ୍କର କବିତା ମାଧ୍ୟମରେ ଏ ସଂସାରକୁ ପରିବର୍ତ୍ତନ କରିପାରନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବଂ ସବୁଠାରୁ ବଡ଼ କଥା ହେଉଛି এই জানুয়ারি 26 ମୁଁ ବମ୍ବେ ଥିଲି ଗୋଟେ ଟ୍ରେନିଂରେ ପୋଲିସ ସେଠି ମଧ୍ୟ ମୋତେ ସୁଯୋଗ ମିଳିଲା କମାଣ୍ଡ କରିବା ପାଇଁ ପତାକା ଉତ୍ତୋଳନ କରିବା ତ ଇଏ ହେଉଛି ମୋର ସୌଭାଗ୍ୟ। ମୋତେ ଭାରତ ବର୍ଷ ଦେଇଛି, ମୋର ଓଡ଼ିଶା ପ୍ରଦେଶ ଦେଇଛି, ମୋ ବାପା ମା ଦେଇଛନ୍ତି। ଏନିୱେ ବିଷୟରେ ଲେଖିପାରନ୍ତି, ଯେତିକି ଲେଖିଛି ଆଶା କରେ ଆପଣମାନେ ତାକୁ ପସନ୍ଦ କରିବେ। ରାଜତନ୍ତ୍ରରୁ ସ୍ୱାଧୀନ ଭାରତ, ରାଜତନ୍ତ୍ରରୁ ସ୍ୱାଧୀନ ଭାରତ ସାଧାରଣତନ୍ତ୍ର ହୋଇଛି। ଜନତାର ହାତେ ଶାସନ ଲୋଡ଼ି ତ୍ରିରଙ୍ଗା ପତାକା ଉଡ଼ୁଛି। ବିକାଶ ପଥରେ ଦେଶ ଆଗଉଛି, ବଦଳୁଛି ପଲ୍ଲୀ ସହର। ସମ୍ମାନର ସହ ବଞ୍ଚିବା ପାଇଁ କେତେ ଯୋଜନା ଓ ବିଚାର। ରାଜତନ୍ତ୍ରରୁ ସ୍ୱାଧୀନ ଭାରତ ସାଧାରଣତନ୍ତ୍ର ହୋଇଛି। ଯୁଗର ପ୍ରଭାବେ ଦେଶ ବଦଳୁଛି, ଯୁଗର ପ୍ରଭାବେ ଦେଶ ବଦଳୁଛି, ବଦଳୁଛି ନୀତି ନିୟମ। ନିଜ ସମ୍ମାନକୁ ବିଚାରକୁ ନେଇ ବିତୁଛି ଆମ ଜୀବନ, ବିତୁଛି ଆମ ଜୀବନ। ବିଦେଶୀ ହାତରୁ ମୁକ୍ତି ପାଇବି, ବିଦେଶୀ ହାତରୁ ମୁକ୍ତି ପାଇବି। ପରାଧୀନତାରେ ରହିଛୁ, କ'ଣ କରିବା, କେମିତି ବଞ୍ଚିବା? ଦିନ ରାତି ଝୁରି ହେଉଛୁ, ଦିନ ରାତି ଝୁରି ହେଉଛୁ। ରାଜତନ୍ତ୍ରରୁ ସ୍ୱାଧୀନ ଭାରତ ସାଧାରଣତନ୍ତ୍ର ହୋଇଛି। ଜନତାର ହାତେ ଶାସନ ଲୋଡ଼ି ତ୍ରିରଙ୍ଗା ପତାକା ହୋଇଛି। ଆମର ଜୀବନରେ ଭାରତ ଆମର ମା, জীব কিবাদে সেবার রহিবা, ত্রিরঙ্গা প্যারা আমার। জয় হিন্দ। কবি কবয়িত্রী এবং সঞ্জোজক ମାନଙ୍କୁ ଧନ୍ୟବାଦ। ମୁଁ କବି ନୁହେଁ, ବେଳେବେଳେ କବିତା ଲେଖେ। ଏ ମୋର ହେଉଛି 26ତମ କବିତା। ମୁଁ କୌଣସି କବିତା କୋଉଠି ପଠେଇବି ଛାପିବା ପାଇଁ। 8-10 ଦିନ ତଳେ ଭାରତବର୍ଷରେ ଲୋକମାନଙ୍କର ଦୁଇ ତିନିଟା ଜାଗାରେ ଜନପଟୁଆ ହେଲା, ଆଉ ମୋତେ ସେଇଟା ଟିକେ ପ୍ରେରଣା ଦେଲା। ଆଉ ମୁଁ ଏ କବିତାଟି ଲେଖିଲି। କବିତାଟି ଶୀର୍ଷକ ହେଉଛି ମରିବୁନୁ ଆମେ ତ ଅମର। ଆମେ କେହି ଏଠି ଜଣେ ନୁହଁ ଯେ ଜୀବନ ଦୀପ ଗୋଟେ ଲିଭିଯିବ। ମୃତ୍ୟୁ ହିଁ ଅନିବାର୍ଯ୍ୟ ସତ୍ୟ, ଏ ନିୟମ ଏଠି ଲାଗୁ ହେବ। ଆମେ ସାରା ବିଶ୍ୱେ ସର୍ବତ୍ର ବିଦ୍ୟମାନ, ଉତ୍ତରରୁ ବ୍ୟାପ୍ତ ଦକ୍ଷିଣ ଗୋଲାର୍ଦ୍ଧେ, ପ୍ରାଚ୍ୟ ପାଶ୍ଚାତ୍ୟର ସରହଦେ ଯେଉଁଠି ଚାଲିଛି ସେହି ସଂଘର୍ଷର ଯାତ୍ରା। ସର୍ବତ୍ର ଆମକୁ ଖୋଜିଲେ ପାଇବ ଦୁଃଖ ଜର୍ଜରିତ ମଣିଷ ସ୍ୱରରେ। ଶୋଷଣର ଚକ୍ରଭୂଚ୍ଛେଦ ଲଢ଼େଇ, ଶାସକ ସହ ଅହରହ ସଂଘର୍ଷରେ। ଆମେ ଏଠି ସେଠି ସର୍ବତ୍ର ଜାଗ୍ରତ। ଦୁର୍ଗମ ଜଙ୍ଗଲ ଆଉ ଘାଟି ପର୍ବତ, ଜଳସ୍ଥଳ କ୍ଷେତ କାରଖାନା, ମାଟିରୁ ଆକାଶ, ରୋକିବାକୁ ପୁଞ୍ଜି ସ୍ୱାର୍ଥେ ବିଶ୍ୱ ସର୍ବନାଶ। ଆମେ ଡରିନୁ ଗୁଳିଗୋଳା କମାଣ ଗର୍ଜନ, ଗିରଫ ପରୱାନ ଜରିମାନା ଅବା ଜେଲଖାନା। ପ୍ରତିବଦ୍ଧ ଭାଙ୍ଗିବାକୁ ଦାସତ୍ୱ ପୀଡ଼ନ ଶିକୁଳି, ସାରା ବିଶ୍ୱ ସାରା ଉଡ଼େଇବୁ ବିଜୟର ବୈଜୟନ୍ତବାଦ। ପୁଞ୍ଜି ପାଇଁ ସାରା ବିଶ୍ୱ ଲୁଣ୍ଠନର ଚରାଭୂଇଁ, ବିପନ୍ନ ବସୁଧା ମାନବର ଭବିଷ୍ୟତ। ଆମେ କିନ୍ତୁ ସର୍ବତ୍ର ମରଣଜୟୀ ଲଢ଼େଇରେ ଲିପ୍ତ, ରଚିବାକୁ ଶୋଷଣର ଅବସାନ, ଧରାର ସ୍ଥାୟିତ୍ୱ। ସାରା ଦୁନିଆରେ ରକ୍ତର ପତାକା ତଳେ ଆମେ ସମସ୍ତେ ଏକାଠି ଗୋଟିଏ ନାରାରେ। ପୁଞ୍ଜିବାଦର କବର ଉପରେ ସମାନ ସମାଜ ଗଢ଼ିବାର ସ୍ୱପ୍ନ ନେଇ ଚାଲିଛି ଚାଲିବ ଏ ଲଢ଼େଇ ରକ୍ତକ୍ଷୟୀ, ଅବିରତ ଦୁର୍ବାର କାଳଜୟୀ। ଯେତେ କାଳ ସରିନାହିଁ ଶୋଷଣର ଖେଳ, ଉତ୍ପାଟିତ ହୋଇନି ଶୋଷଣର ଚେର। ସୀମାହୀନ ଅନନ୍ତ କାଳ ଚାଲିବ ସଂଗ୍ରାମ, ମୁକ୍ତ ସମତା ସମାଜର ନିର୍ମାଣର ପଥ। ସେ ପଥରେ ଆମେ ଅବିରାମ ଯାତ୍ରୀ, ସେ ପଥରେ ଆମେ ଅବିରାମ ଯାତ୍ରୀ। ଆମେ ମୃତ୍ୟୁ ଜୟୀ ଅକ୍ଷୟ ଅମର, ଆମେ ତ ମରିବୁନୁ ଆମେ ତ ଅମର। ଧନ୍ୟବାଦ। ମେଞ୍ଚା ମେଞ୍ଚା ସ୍ୱପ୍ନ ଦେଖୁଥିବା ପିଲାଟି, ମେଞ୍ଚା ମେଞ୍ଚା ସ୍ୱପ୍ନ ଦେଖୁଥିବା ପିଲାଟି
ମୃତ୍ୟୁଟାକୁ ତୋଳେଇ ନେଲା ଯେମିତି ଜୀବନ ପାଶୋରି ପାରିଲାନି ସେମିତି। ପଥର ମାନେ ତ ଥିଲେ ପଥର ହୋଇ, ପଥର ମାନେ ତ ଥିଲେ ପଥର ହୋଇ, ମଣିଷ ମନ ବି ପାଲଟି ଗଲେ ପଥର ହୋଇ। 1200 ବଢ଼େଇଙ୍କ ଚକ୍ର ବିହୁରେ ଫସିଗଲ ତୁମେ। ନିଜର ପାରିବା ପାଣିଆକୁ ଲୁଚାଇବା ପାଇଁ ଖୋଜୁଥିଲେ ମନେ ମନେ। ମିଳିମିଶି ହତ୍ୟା କଲେ ତୁମକୁ। ସତ କୁହ ଧର୍ମା, ତୁମେ ଡେଇଁ ପଡ଼ିଲ ନା ତୁମକୁ ଡେଇଁବାକୁ ବାଧ୍ୟ କରାଗଲା? ବାପା ଡାକୁଥିବା କୋମଳମତୀ ବାଳକ କ'ଣ ଡେଇଁପାରେ ଗଭୀର ସମୁଦ୍ରକୁ? ଏ ପ୍ରଶ୍ନ ଥରେଇ ଦିଏ ଆମ ମଞ୍ଜର ହାଡ଼। ଭାଙ୍ଗି ଯାଇପାରେ ଦୌଡ଼ୁଥିବା ଘୋଡ଼ର ଗୋଡ଼। ଅନେକ ଥର ଭାବିଛି ଯାଇ ପଚାରିବି ଚନ୍ଦ୍ରଭାଗାକୁ, କାହିଁକି କୋଳେଇ ନେଲୁ ସେ ନିରୀହ ବାଳକକୁ? ଅଲଗା କଲୁ କାହିଁ ସେ ମାଆର ବାତ୍ସଲ୍ୟକୁ? ତୁମେ ଯୋଗଜନ୍ମ ହୋଇ ଆସିଥିଲ ମନୁଷ୍ୟ ରୂପରେ। ରଚିଗଲ ତୁମ ନାମ ଇତିହାସ ପୃଷ୍ଠାରେ। 1200 ବଢ଼େଇଙ୍କ ଟେକ ରଖିବାକୁ ପଣ କରିଥିଲ ନିଜ ଜୀବନ ଉତ୍ସର୍ଗ କରିବାକୁ। ସେମାନେ ତ କେହି ଆତତାୟୀ ନଥିଲେ, ତଥାପି ତୁମକୁ ଏକୁଟିଆ ଛାଡ଼ିଦେଲେ। ସତ କୁହ ଧର୍ମା, ତୁମେ ଡେଇଁ ପଡ଼ିଲ ନା ତୁମକୁ ଡେଇଁବାକୁ? ମାନ୍ୟ ବ୍ୟକ୍ତିତ୍ୱଙ୍କୁ ନମସ୍କାର। ମୋର କବିତାର ଶୀର୍ଷକ ଏଇ ମୋ ଦେଶ ମାତୃଭୂମି ଜୀବନର ତପଭୂମି। ପାଳିଛି ସେ ମା ସମ ତାବିରୁକେ ନାହିଁ ଆନ। ଭାରତ ମାତା କି ଜୟ, ବନ୍ଦେ ମାତରମ୍ କୁହ। ଭାରତ ମାତା କି ଜୟ, ବନ୍ଦେ ମାତରମ୍ କୁହ। ନିଜାଣିଛି ଯେତେ ରକ୍ତ ତା ପାଇଁ, ତା ମମତା ମୂଲ କେପାଇବ ଦେଇ। ସୁଝି ପାରିନି ଯେ ମାତୃଦତ୍ତ ଋଣ, ତଥାପି କରିନି କେବେ ଅଭିମାନ। ଏମିତି ମାର ଶ୍ରୀପାଦେ ଜୁହାର, ଏଇ ଆମ ପାଇଁ ଜୀବନ୍ତ ଦିଅ। ଭାରତ ମାତା କି ଜୟ, ବନ୍ଦେ ମାତରମ୍ କୁହ। ନଥାଉ ପଛକେ ଚାଳ ମଥା ପରେ, 2 ପାଦ ଭୂମି ଥାପିଛି ଛାତିରେ। ଅଯାଚିତେ ଦେଇ କେତେ ଫୁଲ ଫଳ, ଏଇ ମୋ ଶରୀରେ ଦେଇଛି ସେ ବଳ। ଚେନାଏ ଆକାଶ ରଖିଛି ସେ ମୁକ୍ତ, ଜିଇଥିବା ଯାଏ ଅବାଞ୍ଛିତ ଦେୟ। ଭାରତ ମାତା କି ଜୟ, ବନ୍ଦେ ମାତରମ୍ କୁହ। ନଥାଉ ପଛକେ ଘରଟିଏ କାର, ଆକାଶ ତଳେ ତା ବିଶ୍ୱ ପରିବାର। ଇହୁଦୀ ଇସାଇ ଶିଖ ବୌଦ୍ଧ ହିନ୍ଦୁ, ତା କି ଆଗରେ ସବେ ପୁନେଇର ହିନ୍ଦୁ। ଶୋଏ ସ୍ୱର୍ଣ୍ଣ ରତ୍ନ ଖଚିତ ମେଖଳା, ଗଙ୍ଗା ଗୋଦାବରୀ ତା ଗେଲେଇ ଝିଅ। ଭାରତ ମାତା କି ଜୟ, ବନ୍ଦେ ମାତରମ୍ କୁହ। ଯେଉଁ ଦେଶରେ ସମ୍ବିଧାନ ନାହିଁ, ୟୁପିଏସ୍ସିରେ ବ୍ରିଟେନରେ ସମ୍ବିଧାନ ନାହିଁ, ଅନରିଟିନ୍ କନଷ୍ଟିଟ୍ୟୁସନ୍ ବୋଲି କହନ୍ତି। ଆମେ ସମ୍ବିଧାନ କରିଛୁ, ବୃହତ ସମ୍ବିଧାନ କରିଛୁ। ଆମକୁ ସେଇଟା ସେଫଗାର୍ଡ ଦେଉଛି କି? ଏହି ସମ୍ପର୍କରେ ଆଜି ଆମେ ଆଲୋଚନା କରିବା। କିନ୍ତୁ ଯେଉଁ ସମ୍ବିଧାନ ସମ୍ପର୍କରେ ଆମେ ଆଲୋଚନା କରିବା, ମୋର ମନେ ହୁଏ ଆମେ ଅଧିକାଂଶ ସମ୍ବିଧାନ ପୁସ୍ତକ ଭିତରେ ଦେଖିଥିବୁ ସମ୍ବିଧାନର ପୃଷ୍ଠା ଉଲ୍ଲେଖ